ଏଠି ରଖି ଏ ସାଇଡ୍ ସେପଟେ ये थाउ नमस्कार दर्शक बंधु हर हर महादेव आशा करे आपण माने समस्त भलरे थिबे पुणी थरे समस्त को स्वागत जणाउछु आ एक इंटरेस्टिंग नाइट कैंपिंग ब्लॉग रे तेबे दर्शक बंधु बहुत रिस्क नै कि आमे ए जगह रे नाइट कैंप करिया को जाउछु आ एटा होचे गोटे छोटो नदी किंतु बहुत ब्यूटीफुल भी लागे दिन बेले किंतु राति रे बहुत भयंकर लागे आपण मानन को देखाई देबु आरो लोकेशन को भले देखाउची तो इम्पोर्टेंट कथा होची आमी जेतकी इन्फॉर्मेशन पाइछु काली राति रे एपरे हाथी बुलुथिले तो आमे तो आसी आमे जानिलु आ बहुत सतर्कतार सहित हमको नाइट कैंप करिया को पड़िबो आ एमिते माने जगह रे केही भी नाइट कैंप करंतिनी ना 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 बहुत भयंकर जो भयंकर जगह रे आमे कैंपटा बसेइछु ओकरांत 2 घंटा परिश्रम परे आमे कैंपटा बसेई पारुछु काहे कि एठी बहुत सारा माने गछ लतार परिपूर्ण माने कैंप बसेगा पई सुइटेबल जगह ही मिल नथिला तो बाध्य हे कि हमें एठी पूरा सफा करके फाइनली हमें कैंपटा एठी बसेइछु आ सबआडे तो पत्थर एठी गोटे जगह थिला जोटी कि कैंपटा बसेई हबो बहुत परिश्रम पर हमें कैंपटा बसेइलु आ होप कि आपण माने समस्त हमको आशीर्वाद करिवे आ भगवान को ऊपर भी हमरो बहुत भरोसा फुल भरोसा अछि हर हर महादेव तो सब जगह रे अछंती आ आज रातिटा भलरे कटू हमरो से भड़ा किछि असुविधा न हो आ से पई हमें भगवान को प्रार्थना करूछु आ आपण मानन को भी जणाउछु तो ठीक अछि चलंतु वर्तमान अबे सिलेक्ट करबानी निया कुडी लगे देबा एठी लगेबा आ बहुत जल्दी प्रोसेसटा स्टार्ट करबा बहुत लाइन हे गलानी ताकि एठी सफा करू ही हमको 2 घंटा लागि गेला तो चलो अबे सिलेक्ट करबानी चलो तो आगु को देखिबे बहुत इंटरेस्टिंग रहइबो आम सहित आपण माने भी एन्जॉय करंती
ଏଗୁଡ଼ା ସବୁ ଭିତରେ ପୁରେଇଦେବା। ଏଇ ଟ୍ରାଇପଡ଼ଟା କ'ଣ ଏଠି ଅଛି, এটা ଲଗେଇବ ନା থাও এটি বাহারে থাও এপটে দিও। ପଥର ଟିକେ ଏଇଠୁ ଆଣିବ 2-3ଟା ଖଣ୍ଡେ। ହଁ ଆଚ୍ଛା ଚୁଲି ପାଇଁ ତ। ତ ଦର୍ଶକ ବନ୍ଧୁ ଲୋକେସନ ଟିକେ ଦେଖି ଦିଅନ୍ତୁ ରାତିରେ କୋଉ ଭଳିଆ ଦେଖାଯାଉଛି। ଆଉ ଏପଟେ ଶୁକୁଲା ବାବୁ କ'ଣ ଗୋଟେ କାମ ପାଇଁ ଯାଇଛି। ଆଉ ଏପଟେ ଦେଖି ଦିଅନ୍ତୁ, ଏପଟେ ଦେଖି ଦିଅନ୍ତୁ, ଏଇଟା ପୁରା ନଦୀ, ପାଣି ପୁରା କୁଳୁକୁଳୁ ହେଇ ବହି ଯାଉଛି। ବହୁତ ରୋମାଣ୍ଟିକ ଗୋଟେ ସାଉଣ୍ଡ, ବଟ୍ ଏଇଟା ଦିନ ବେଳ ପାଇଁ ରୋମାଣ୍ଟିକ, କିନ୍ତୁ ରାତିରେ ବହୁତ ଖତରନାକ, ପୁରା ଭୟଙ୍କର। ଆସ ଆସ ଏପଟେ କେତେ ବ୍ୟୁଟିଫୁଲ ଦେଖାଯାଉଛି ଦେଖନ୍ତୁ, ପୁରା ସେପଟେ ପୁରା ତଳକୁ ଆସ ଆସ। ପାଣି ମାଛ ବହି ମାଛ ବହି ମାଛ ଯାଉଛି। ହାଁ? ମାଛ ମାଛ ଅଛନ୍ତି। ମାଛ ହଁ କୋଉଠି? ଏଇଆ ଅଛି ନା ମାଛ ଏଇବା ରୋଜ ଦିକେ ଦେଖୁଛି ରୁହ ହେଲା ଏକଡ ଗଲା ମାଛ ନା? ମାଛ 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 ନା? ଆଉ ଏଇଟା ଚିଙ୍ଗୁଡ଼ି। ହଁ ଏଇଟା ପଶିଲା କଡ ଗଲା ମୁଁ ଦେଖା କାଦୁଅ ହେଇଗଲା ରେ କଣଟା ଦର୍ଶକ ବନ୍ଧୁ ବହୁତ ବଡ଼ ବଡ଼ ଚିଙ୍ଗୁଡ଼ି ଏଠି ଅଛନ୍ତି। ଏଇ ବଡ ହେ ପଶିଲି। ଦେଖ 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 ଦେଖ, ଏଇଟା ଗୋଟେ ହଁ ସେଇଟା। ଏ ହେ ଧରିପାରୁନି। ଲାଇଟଟା ଧରି ପାରିବିନି। ଦେଖ ଦର୍ଶକ ବନ୍ଧୁ ଧରି ଚିଙ୍ଗୁଡ଼ି, ଦେଖ ଦେଖ ଭଲସେ ଦେଖ। ସେ ପୁରା କଳା ଦେଖିଲେ ଏଇଟା ପୁରା କଳା ଚିଙ୍ଗୁଡ଼ି। ତ ଦର୍ଶକ ବନ୍ଧୁ ଫାଇନାଲି ଆମେ ଡିସାଇଡ୍ କଲୁ କି ଯାହା ବି ହେଇଯାଉ ପଛେ, ରାତି ସାରା ହଉ ପଛେ, ଆମେ ଚିଙ୍ଗୁଡ଼ି ଧରିକି ହିଁ ରହିବୁ। ଆଉ ଏଇଟାକୁ ଫୁଲ୍ କରିବୁ, ଗ୍ଲାସରେ ତାପରେ ଖାଇବୁ, ମାନେ ତାକୁ ପତ୍ର ପୋଡ଼ା କରିକି ଖାଇବୁ। ସେ ଯାହା ବି ହେଇଯାଉ, ଯେତେ ଟାଇମ୍ ଲାଗୁ ପଛେ। ତ ଆପଣମାନେ ବି ଯଦି ଫ୍ରିରେ ଚିଙ୍ଗୁଡ଼ି ଖାଇବା ପାଇଁ ଇଚ୍ଛା କରୁଛନ୍ତି ତ ନିହାତି ଭାବରେ ଏଇ ଲୋକେସନରେ ନାଇଟ୍ କ୍ୟାମ୍ପ କରନ୍ତୁ। କିନ୍ତୁ ଗୋଟେ କଣ୍ଡିସନରେ ଆପଣମାନଙ୍କର ହାର୍ଟ ସେତିକି ଟାଇଟ୍, ସେତିକି ମାନେ ହାର୍ଟ ଥିବା ଦରକାର, କାହିଁକିନା ଏଇ ଲୋକେସନଟା ବହୁତ ଖତରନାକ, ବହୁତ ଡେଞ୍ଜରିୟସ୍, ବହୁତ ହଣ୍ଟେଡ୍। ତ ଏଇ ଜାଗାରେ କ୍ୟାମ୍ପିଂ କରିବା ପାଇଁ ମାନେ ସେତିକି ସାହସ ଦରକାର। ତ ଆପଣମାନଙ୍କର ଯଦି ସାହସ ଅଛି ଡେଫିନେଟଲି ଆପଣ ଏଠି କ୍ୟାମ୍ପିଂ କରିପାରିବେ ଆଉ ଫ୍ରିରେ ଚିଙ୍ଗୁଡ଼ି ବି ଖାଇପାରିବେ। ତ ଚାଲନ୍ତୁ ବର୍ତ୍ତମାନ ଚିଙ୍ଗୁଡ଼ି ମିଶନ, ଚିଙ୍ଗୁଡ଼ି ମାରିବା ମିଶନ, ତ ସେ ଯାହା ବି ହେଇଯାଉ, କେତେ ଆମେ ପାରୁଛୁ କି ନାହିଁ। ଦର୍ଶକ ବନ୍ଧୁ ଆଉ ଗୋଟେ ଖୁସି ଖବର ଦେଖନ୍ତୁ, ଆଉ ଗୋଟେ ଚିଙ୍ଗୁଡ଼ି ମିଳିଯାଇଛି। ଦେଖନ୍ତୁ କେତେ ବଡ଼ ଚିଙ୍ଗୁଡ଼ି ସୁକୁଲ ଭାଇ ଧରିଲେ, ପୁରା କଳା ଚିଙ୍ଗୁଡ଼ି। ତ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମେ ଚୁଲା ରେଡି କରୁଛୁ, ସୁକୁଲ ବାବୁ ପୁରା ରେଡି କରି ସାରିଲେଣି। ଆଉ ଆମେ ଧରିଛୁ, ଦେଖନ୍ତୁ ଦେଖାଯାଉନାହାନ୍ତି ଚିଙ୍ଗୁଡ଼ି, ଦେଖାଯାଉନାହାନ୍ତି କେତେ ଧରିଛୁ, ହେଲେ ବି ଅଛନ୍ତି 3-4ଟା ଅଛନ୍ତି। ଆଉ ବେଶୀ ତ ଧରି ହେଲାନି, ଟାଇମ୍ ଏପଟେ ସର୍ଟ, ସେଥିପାଇଁ ଏପଟେ ଏଇଟା ପୁରା ରେଡି। ରେଡି ହେଇଯିବ। ଟିକେ ଆଉ ଟିକେ ଉଠେଇଲେ होगा ବସେଇଲେ ହେଇଯିବ ଆରାମସେ। ବର୍ତ୍ତମାନ ଆମେ ଯାଉଛୁ କାଠ କଲେକ୍ସନ କରିବା ପାଇଁ। କୋଉଠି ଅଛି କାଠ? ଏଇପଟେ ଅଛି କାଠ। ଚାଲ ଚାଲ, ଏଇପଟେ କାଠ ଅଛି, ଆମେ ଦେଖି ଦେଇଥିଲୁ ସେତେବେଳେ। ଏଇଠି କାଠ, ଏଠି ତ ଏଇଟା ତ ବହୁତ ବଡ଼ କାଠ। ଏଇଟା ମୂର୍ତ୍ତି ବିସର୍ଜନ କରିଥିଲେ, ମୂର୍ତ୍ତି ବିସର୍ଜନର ଯୋଉ କାଠଟା, ଏଇଥିରେ ତ ଆମର ରାତି ସାରା ହେଇଯିବ ଆଉ। ତ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମେ ଚା ତିଆରି କରିବା, ଫାଷ୍ଟ ଚା ତିଆରି କରିବା, ତାପରେ ଅଲଗା କିଛି କରିବା। ଆଉ କାହିଁକି ନା ଆମର ତ ଷ୍ଟାର୍ଟିଂରେ ଚା ହିଁ କରାହୁଏ, ଆଉ ଭୋକ ବି ଲାଗୁଛି ନା, ସେ ପାଇଁ ଚା ପିଇଦେବା। ଚା ସହିତ ଆମେ ଆଣିଛୁ ଖାଇବା, ସେଇଟା ଖାଇ ଦେଇକି ତାପରେ ଭାତ ବସେଇବା। ଭୋକ ଲାଗୁଛି।
ଦେଖ ତ ବର୍ତ୍ତମାନ ଆମେ ଭାତ ବସେଇବା ଆଉ ଚା ତ ହେଇଯାଇଛି ଏପଟେ ଆମର ସାଇଡ କରିଦେଉଛି ପୁରା ନାଲି କଣ ଦେଖା ଯାଉଛି ପୁରା କଲର ମିଶା ହେଲା ଭଳିଆ ଏପଟେ ହେଇଗଲା ତ ଦେଖ ଦେଖ ସେଠି ଲାଗୁଛି ଠିକ ସେ ଏଇଟା କାଟିଦ ଚାଲ ବସ ହଁ ହେଲା ହବ। ଏପଟେ ଭାତ ହଉଥିବ ଏପଟେ ଆମେ ଚା ପିଉଥିବା ଏପଟେ ଭାତ ହଉଥିବ ଆଉ ଆଉ ଚା ସହିତ ଆମେ ଆଣିଛୁ ଆପଣମାନଙ୍କୁ ଦେଖେଇ ଦଉଛି ଦେଖିପାରୁଛନ୍ତି ଚା ସହିତ ଆମେ ଖାଇବୁ ଜିଲାପି ତ ଚାଲ ଏଠି ରଖିଦେବା ଏଇଠି ଖାଇବା ଆଉ ଜିଲାପି ସହିତ କେବେ ଚା ମୁଁ ପିଇନି ଜେସ୍ କେବେ ମୁଁ ପିଇନି ଚିନି ଟିକେ କମ ଅଛି ବାକି ଠିକ ଅଛି ଆଉ ନା 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 ଏଇଟା ଜିଲାପି ଆମେ ଖାଇଦେଲୁ ନା ମିଠା ଚାର ବେଶୀ ମିଠା ସେଇ ପାଇଁ ଲାଗୁନି ଚାର ମିଠାଟା ଜଣା ପଡୁନି ହଁ ଯେମିତି କି ରସଗୋଲା ଖାଇସାରିଲା ପରେ ଚା କେମିତି ଗୋଟେ ସେଇଟା ପୁରା ଲାଗୁଛି ଅଲଗା ଲାଗେନି କି ଆଉ ନାଲି ଚା ଏଥିପାଇଁ କରୁଛୁ ଥଣ୍ଡା ଥଣ୍ଡା ଇଏରେ ଏଇଟା ଭଲ ପ୍ରବଳ ଥଣ୍ଡା ହେଇଛି ମାନେ ମୋର ପ୍ରବଳ ଥଣ୍ଡା ହେଇଥିଲା ଏବେ ଟିକେ ସରିଯାଇଛି କମି ଯାଇଛି ମୋର କଫ ଟିକେ ମଝିରେ ହେଇଥିଲା ସେଇପାଇଁ ନାଲି ଚା ଆମେ କରୁଛୁ ଆଉ ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛି ଆଜିର ଆମର ଡିସ୍ ହଉଛି ଡାଲି ହବ ଆଉ ଗୋଟେ ସବୁଠୁ ନିଆରା ମାନେ କଣ ପତ୍ର ପୋଡା ଚିକେନ ହବ ଡାଲି ପତ୍ର ପୋଡା ଚିକେନ କୁ ଭାତ ସେଇଟା ଆଗରୁ ଆମେ ଚାହିଁଥିଲୁ କରିବା ପାଇଁ କିନ୍ତୁ ସେମିତିଆ ଲୋକେସନ ମିଳିନଥିଲା ସେଥିପାଇଁ ଆମେ ସେ ଜିନିଷଟା କରିନଥିଲୁ କିନ୍ତୁ ଏଇ ଲୋକେସନ ରେ ସେ ଜିନିଷଟା ଆମେ କରିବୁ କାହିଁକିନା ଏଇ ଲୋକେସନ ଟା ମାନେ ବେଷ୍ଟ ଫର ନନଭେଜ ଆଉ ପତ୍ର ପୋଡା ଚିକେନ ଦେଖିବା କଣ ହଉଛି ପ୍ରୋସେସ କେମିତି କଣ ରହୁଛି ଆମେ ତ ଆଗରୁ କରୁଛୁ ନା କରିନା ଟୋଟାଲ ଆମେ ତ ନା ଏଇଟା ଫାର୍ଷ୍ଟ ଟାଇମ ଆମେ ଫାର୍ଷ୍ଟ ଟାଇମ ପତ୍ର ପୋଡା ଚିକେନ ଆମେ ଏଇ ଲୋକେସନ ରେ ଷ୍ଟାର୍ଟ କରୁଛୁ ତ ଚାଲନ୍ତୁ ଆର ଟେଷ୍ଟ କେମିତି ରହୁଛି ନିହାତି ଭାବରେ ଆପଣ ମାନଙ୍କୁ ଜଣେଇବୁ ଆଉ ଗୋଟେ ଜିନିଷ ଆମର କାଠ କାଟିବା ପାଇଁ ନଥିଲା ଏଇଟା ଗୋଟେ ନୂଆ ଆସିଛି କାଠ କାଟିବା ପାଇଁ ଭଲ ଲାଗୁଛି କାଠ କାଟିବା ପାଇଁ ଏଇଟା ଆମର ଅତି ସହଜ କରିଦଉଛି କାମ ଗୁଡା ଯୋଉଟା ଆମ କାଠ ଏଇଗୁଡା ଆମର ଏତେ ସୁନ୍ଦର ଭାବରେ କାଟିଛୁ କାଠ ଚିରିବା ସହିତ ଆମର ସେଲ୍ଫ ଡିଫେନ୍ସ ପାଇଁ ବି ଏଇଟା ହେଇଯାଉଛି ଆରାମସେ କାମରେ ଆସିବ ଆଉ ତ ଏଠି ଆମର ଦେଖୁଛନ୍ତି ସବୁ ମସଲା ଜାତୀୟ ପଦାର୍ଥ ଏଇଠି ସବୁ ଗରମ ମସଲା ଚିକେନ ହଳଦୀ ଗୁଣ୍ଡ ଆଉ ମିଟ୍ ମସଲା ଆଉ ଏଇଟା ରହିଲା ପେଷ୍ଟ ଯୋଉ ଅଦା ରସୁଣ ପିଆଜ ପେଷ୍ଟ ଆଉ ଲୁଣ ଆଉ ତେଲ ଫାଷ୍ଟ ଦବା ମସଲା ଦିଏ ଭରପୁର ଦିଏ ମସଲା ଲାଗିବ ଗରମ ମସଲା ଚିକେନ ମସଲା ହଳଦୀ ପକେଇଛ ନା ଘାଣ୍ଟିବା ହବ ହେଇଯିବ ନା ଲୁଣ ସ୍ୱାଦ ଅନୁସାରେ ପଡିବା ହିଁ ଠିକ ଦେଖିବା ଭାତଟା ହେଇଗଲା କି ନାଇଁ ହେଇଗଲା ତ ହେଇଗଲା चलो बर्तमान पत्र पोड़ा चिकेन स्टार्ट करवा एते गुड़ा ହେଇଗଲା ରଖିଲି ଏବେ ବର୍ତ୍ତମାନ ଦେଖ କୋଉ ଭଳିଆ ରଖାହବ ବାସ୍ ଚलो ବର୍ତ୍ତମାନ ଏବେ ଲଗେଇ ଦିଅ
दर्शक बंधु आमर पत्र पोड़ा चिकेन हो जाए बर्तमान आम डाली बसैछु तो डाली रे एकाथरे आम तेल देचु आ मसला एकाथरे फुटिबो आ छुंको फुंको के करूचे देखिबा केमिति होची टेस्ट नुआ प्रोसेस रे केमिति टेस्ट लागुची देखिबा। तो रोषेईबास तो ऑलरेडी सब हो गलानी डाली थिला बाकी से डाली बुले देछि एबे वर्तमान खाली चिकन टा केमते हेछि पत्र पोडाटा सेटा देखिबा तापर खाइबा स्टार्ट करिया एबे हो टाइम भी ओवर हो गलानी धीरे धीरे हमें बारटा पूर्वरु खाई सारले हेला हां आ दर्शक बंधु जदियो लोकेशन टा हॉन्टेड अछि किंतु हमकु एते हॉन्टेड लागुनी ना लागुनी निया जळेछु ना से पई एते नियाटा हॉन्टेड पॉजिटिव लागिवो ना सब जगह निया जळे देला माने तुमको पॉजिटिव लागिवो नियाटा जे देखिबा को गले माने गछ गुडा पूरा भयंकर भयंकर देखा होछि आ जेहेतु निया अच्छी आ अवेलेबल काठ भी अच्छी से पई हमको एते आ किसी डर भय लागुनी हेले भी बेले बेले माने मूसा की ए जो ये चुचुंद्रा चुचुंद्रा उडा खाली दौड़ी बुलुछंती सुखला पत्र ऊपर ना तो टिके सेटा टिके डर लागुची चुचुंद्रा ही काहे ना गोटे आमे टच करके आमे देखिथिलु चुचुंद्रा ही। तो अच्छा लेट करबानी खाइ दवा है अरे चिंगुडी ग्लास रे अछंती दी तीनटा एटा पुडी देके एबे खाइ दवा। तो दर्शक बंधु बहु कष्ट रे मात्र आमे पाइछु एति की चिंगुडी माने गणी गणी अछंती तीनटा ना चारटा खंड अछंती तीनटा की चारटा ना पुडी की खाइ दवा ए गोटे ये मोरे ने रे ए बंची टोटल अछंती पांचटा ये देखो मु बोधे दीटा धरतिली ना मु दीटा धरतिली आ सुकला को तीनटा ए अरे ये पड़ोसी मार दे ए पुडी की खाइबा तो बेसी धरी हेलानी आ धरी पारलुनी माने बहुत एक्टिव माने हाथ टिके एमती एमती ये कर देखेला बेलको धने पळे जाउतले एमती ये करके पुडी खाइबा नेक्स्ट टाइम हमें कोन गोटे व्यवस्था करबा केमती धरी हबो देखिया सेटा तो वर्तमान आ मानु को कोन पुडी की खाइ पुडी आ एटा तरकारी हबनी दी तीनटा खेंत दी तीनटा केमती तरकारी करू एटा पुडी देउ सनती हैला एटा पुडी सारले तापरे हमें खाइबा पई स्टार्ट करिया हे गला अरे पके दे को देखिए हे गला टेस्ट कर केमती लागे बढ़िया लागु ଭଲ ଲାଗୁଛି धरी पालुनु बेसी आ कोन करे चिंगुडी पूरा फ्री रे चिंगुडी मिलिले सेटा सबसे बड़ा कथा बढ़िया अलगा प्रकार टेस्ट एटा होती जो देसी चिंगुडी एटा होती माने कोन नदी मानकर ना नदी चिंगुडी पत्थर चिंगुडी एटा पत्थर चिंगुडी पूरा कळा हेगी एटा टेस्ट गोटे अलगा कंकड़ा टाइप रो टेस्ट आसी एटा अनबॉक्सिंग करिया चलो तो देखिए हमारा पत्र पोड़ा चिकन कौन केमती है चिकन है पूरा है छी आराम से पूरा हेजी सेटा खाली पानीटा थिला ना सेटा ही टिके छोटा छोटा होता चलो वर्तमान खाଇବା ପାଇଁ रेडी मते लागुଥିଲା बोधे हमर सोचै छबो किंतु ना मैं रात्रि केते खाइबा कि अल्प खाइबा लोक रात्रि भी मु बेसी खाएनी डाली देखिन कितने बहरिया करछ डालीटा डाली बहरिया गोइबो देखि मांस पड़ियो ना पड़ियो ना चलो खाई दवा तुम एटा नियो मु एटा नछ
ଆରେ ଲୁଣ ଡବା କୋଟି ରହିଲା ଆମର ଏଠି ଲୁଣଟା ଟିକେ ମାନେ କୁଳୁ କୁଳୁ ହେଇକି ମାନେ ଝରଣା ପାଣି ବୋହି ଯାଉଛି ନା ଆଉ ମାନେ ନ୍ୟାଚୁରାଲ ବିଜିଏମ ଗୋଟେ ଅଲରେଡି ଆଡ ହେଇକି ଅଛି ନା ଗୋଟେ ଅଲଗା ଲୁଣ ପ୍ରକାର ତ ଗୋଟେ ହେଇଥିବ ଭାଇବସ୍ ମତେ ଲାଗୁଛି ଲୁଣ ହେଇଥିବ। ତ ଦର୍ଶକ ବନ୍ଧୁ ଆସନ୍ତୁ ମିଶିକି ଖାଇବା ଲେଟ୍ ନାଇଟରେ 11:45 ହେଇଗଲାଣି ତ ଚାଲ ଷ୍ଟାର୍ଟ କରିଦେବା। କେମିତି କଣ ଲାଗୁଛି ପୂଜା ଟିକେ କରିଦବା। ଚାଲ ଟେଷ୍ଟ ଟା ନେଇଯିବା କେମିତି କଣ ଲାଗୁଛି। ଡାଲିଟା ବଢିଆ ହେଇଛି। ଡାଲି ପୁରା ଏକ ନମ୍ବର। ପତ୍ର ପୋଡା ବି ବଢିଆ ଲାଗୁଛି। ବଢିଆ ଲାଗୁଛି ପୁରା ଡାଲି ସହିତ ପୁରା ପରଫେକ୍ଟ ପୁରା ବଫେ ଭଳିଆ ଲାଗୁଛି ମାନେ ବାହାଘର ଭୋଜିରେ ଯୋଉଭଳିଆ ଦିଅନ୍ତି ଦର୍ଶକ ବନ୍ଧୁ ଚିକେନ କବାବ ଟାଇପ ର ଲାଗୁଛି। ଫାଷ୍ଟ ଏକ୍ସପିରିଏନ୍ସ ମାନେ ପତ୍ର ପୋଡା ଚିକେନ କଲୁ ମାନେ ଲିଟରାଲି ଏତେ ଟେଷ୍ଟି ଲାଗୁଛି ମାନେ ଭାଷାରେ କହିହବନି। ସତ କଥା ମାନେ ମିଛ କହୁନୁ ଆମେ ଭଲ ଲାଗୁଛି ବହୁତ ଭଲ ଲାଗୁଛି। ଟ୍ରାଏ କରନ୍ତୁ ନହେଲେ ଘରେ ବି ଭଲ ଲାଗିବ। ତେବେ ଦର୍ଶକ ବନ୍ଧୁ ଫାଇନାଲି ଆମେ ଖାଇସାରିଲୁ ଆଉ ବର୍ତ୍ତମାନ ଟାଇମ ହେଇଗଲାଣି 12:10 ଆଉ ବାହାରେ ବେଶୀ ସମୟ ରହିବାନି ଆମେ କ୍ୟାମ୍ପ ଭିତରକୁ ପଶିଯିବା। ଏହେ କଣଟା ମାଛ ଚିଙ୍ଗୁଡି ଏବେ ଅଛି ଖାଇଦଉନି। ଚିଙ୍ଗୁଡି ତ ଆମେ ଭୁଲିଗଲେ ଖାଇବା ପାଇଁ। ଅଛି 2-3ଟା ଅଛି ଖାଇଦିଅ। ତମେ ହିଁ ଖାଇନଥିଲ ମୁଁ ଗୋଟେ ନା 2ଟା ଖାଇଥିଲି। ମୁଁ ଗୋଟେ ଚାଖିଲି କେମିତି ଲାଗୁଛି। ଚିଙ୍ଗୁଡି ପୁଡା କେବେ ଖାଇନି। ଖାଇଦିଅ କିନ୍ତୁ ଖାଇବାକୁ ପଡିବ। ବଢିଆ ଲାଗୁଛି ଲାଗିବ କଙ୍କଡା ଟାଇପ ଗୋଟେ ଟେଷ୍ଟ ଲାଗୁନି କି ଯେ ଏଇଟା କଣ କୁହନ୍ତି ନଈନା କଣ କୁହନ୍ତି ଏଇଟା ନଈ ତ ପଥରିଆ ନଈ ଏଇଟା ପଥରିଆ ନଈ ଆଉ ସେଥିପାଇଁ ଚିଙ୍ଗୁଡି ଗୁଡା ବି ପଥର ଟାଇପ ର ଦେଖାଯାନ୍ତି। ବଢିଆ ଲାଗୁଛି। କଳା ଚିଙ୍ଗୁଡି ଗୁଡା ନା ଧଳା ଚିଙ୍ଗୁଡି ନାହିଁ କଳା ଚିଙ୍ଗୁଡି ଏଗୁଡା। ତ ଠିକ ଅଛି ଦର୍ଶକ ବନ୍ଧୁ ବର୍ତ୍ତମାନ ଆମେ ଶୋଇ ପଡିବା ଆଉ କାଲି ସକାଳେ ଦେଖା ହବା ଆଉ କାଲି ସକାଳେ ଭଲସେ ଆପଣ ମାନଙ୍କୁ ଦେଖେଇବୁ କୋଉ ଲୋକେସନ ଏଇ ମାନେ କୋଉ ଲୋକେସନ ରେ ଆମେ ନାଇଟ କ୍ୟାମ୍ପିଂ ଅଛୁ କରିବୁ। ଆଉ କାଲି ସକାଳେ ଏଇଟା ରିଭିଲ କରିବୁ କୋଉ ଲୋକେସନରେ ଆମେ ଅଛୁ। ଏବେ ତ କିଛି ଦେଖେଇ ପାରିବୁନି କାହିଁକି ନା ସବୁବେଳେ ଟିକେ ଅନ୍ଧାର ଅଛି। ଆଉ ଆମେ ବି ରାତିରେ ଆସିଲୁ ଲେଟ୍ ହେଇଗଲା ଟିକେ ଲେଟ୍ ହେଇଗଲା ତ ସେ ପାଇଁ ମାନେ ଦେଖେଇ ପାରିଲୁନି। ଡେ ର ଭ୍ୟୁ ଆପଣ ମାନେ ଠିକ ସେ ଦେଖି ନାହାନ୍ତି ତ କାଲି ସକାଳେ ଗୁଡ ମର୍ଣ୍ଣିଂ ସହିତ ଆପଣ ମାନଙ୍କୁ ଦେଖେଇବୁ ଏକ୍ଜାକ୍ଟଲି ଆମେ କୋଉ ଲୋକେସନ ରେ ନାଇଟ କ୍ୟାମ୍ପିଂ କରୁଛୁ। ଚलो ବର୍ତ୍ତମାନ କ୍ୟାମ୍ପ ଭିତରକୁ ପଳେଇବା। ଆମର ହତିଆର ସବୁ ଟାଙ୍ଗିଆ ଅଛି। ହଁ ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଟାଇମ ହେଇଗଲାଣି କେତେ ହେଇଛି ଟାଇମ 12:37। 12:37 ଆଉ ବର୍ତ୍ତମାନ ଆମେ କ୍ୟାମ୍ପ ଭିତରେ ଶୋଇବା ପାଇଁ ରେଡି ଶୋଇବା କିନ୍ତୁ ଚେତନା ନିଦରେ କାହିଁକି ନା କିଛି ବି ଜୀବଜନ୍ତୁ ଆସିପାରନ୍ତି ପାଣି ପିଇବା ପାଇଁ ଝରଣା ଜାଗାଟା ନା ମାନେ ନଦୀ ତଠାଟା ସେ ପାଇଁ ଆମକୁ ପୁରା ସତର୍କତାର ସହିତ ଶୋଇବାକୁ ପଡିବ। ତ ଠିକ ଅଛି ଦର୍ଶକ ବନ୍ଧୁ କାଲି ସକାଳେ ଦେଖା ହବା ଆଉ ଟୋଟାଲ ଲୋକେସନ ବି ଆମେ ରିଭିଲ କରିବା ଏକ୍ଜାକ୍ଟଲି ଡେ ରେ କୋଉ ଭଳିଆ ଦେଖା ହଉଛି ଆଉ ସମସ୍ତଙ୍କୁ ଗୁଡ ନାଇଟ ଶୁଭରାତ୍ରି କାଲି ସକାଳେ ଦେଖା ହବା ଚାଲନ୍ତୁ ଶୋଇପଡିବା।
ଦର୍ଶକ ବନ୍ଧୁ ବର୍ତ୍ତମାନ ଟାଇମ୍ ହେଇଛି 3ଟା 15। ତ ବାହାରେ ଆମକୁ କିଏ ଗୋଟେ ଚାଲିଲା ଭଳିଆ ଆମକୁ ଶୁଣାଗଲା, ମାନେ ଗୋରୁ ଗାଈ ଟାଇପ୍ସର, ଗୋରୁ ଗାଈ କି ଆଉ କ'ଣ ଥିଲା ଆମେ ଜାଣିନୁ। ବଟ୍ ଟେଣ୍ଟରୁ ବାହାରିକି ଆମେ ଟର୍ଚ୍ଚ ସବୁଆଡ଼େ ମାରିଲୁ, କିଛି ଦେଖା ହିଁ ଗଲାନି। ତ ଆମେ ଭାବିଲୁ ନାଇଁ ନିଆଁ ହିଁ ଲଗେଇବା, ନିଆଁ ଲଗେଇଲେ କେହି ବି ଏଠି ଆସିପାରିବେନି, ପଶୁ ପକ୍ଷୀ ମାନେ ଅହିଂସ୍ର ଜନ୍ତୁ ଯଦି ଆସିଥିବେ ତ ସେଇପାଇଁ ଆମେ 3ଟାରେ ଆମେ ନିଆଁ ଲଗେଇଛୁ। ଆଉ ମୁଁ ତ ଜମା ଏଇ ଜାଗାରେ ଶୋଇ ହିଁ ପାରିଲିନି। ମୁଁ ପାଣିଟା ସବୁବେଳେ କୁଳୁ କୁଳୁ ସାଉଣ୍ଡ ହଉଛି ନା। ଟିକେ ଶୋଇ ପଡ଼ିଥିଲି, ଆଉ ଇଏ ମତେ ଡାକି ଉଠେଇଲା, କହିଲା କ'ଣ ଗୋଟେ ଚାଲି ଚାଲି ଆସୁଛି। ତ ଆମେ ଟର୍ଚ୍ଚ କଲୁ, ସେପଟେ ସାଇଡରେ ଶୁଣା ଯାଉଥିଲା ପଛଆଡ଼େ। ତ ଟର୍ଚ୍ଚ ମାରିଲୁ, କିଛି ଦେଖା ହିଁ ଗଲାନି। ସେପଟେ ଟିକେ ଜଙ୍ଗଲ ଅଛି ନା, ଟିକେ ଜଙ୍ଗଲିଆ। ସେପଟେ ଟିକେ ଜଙ୍ଗଲ ଅଛି, ଆଉ ସେଇପାଇଁ ଆମେ ଭାବିଲୁ ନିଆଁ ହିଁ ଲଗେଇବା, ସକାଳେ ଯାଏଁ ଆମେ ନିଆଁ ଏମିତି ଲଗେଇବା। କାହିଁକି ନା ଏଇ ଟାଇମରେ ହିଁ ବେଶୀ ଆସିପାରନ୍ତି ନା, ପାଣି ପାଣି ପିଇବା ପାଇଁ ଜନ୍ତୁ ଜୀବଜନ୍ତୁ ଏଇ ଟାଇମରେ ଆସିପାରନ୍ତି। କରନ୍ତି ନା। ସେଇପାଇଁ ଆମେ ଭାବିଲୁ କ୍ୟାମ୍ପ ଭିତରେ ଶୋଇ ରହିଲେ ଆଉ ହବନି, କୋଉ ମୁହୂର୍ତ୍ତରେ କିଏ ଆସିଯିବେ, ସେଇପାଇଁ ଆମେ ନିଆଁ ଲଗେଇଛୁ। ଆଉ ଏଠି ସକାଳେ ଯାଏଁ ବସିବୁ, ତାପରେ ସକାଳେ ପଳେଇବୁ। ଶୁଭ ସକାଳ ଦର୍ଶକ ବନ୍ଧୁ, ଆଉ ଦେଖିପାରୁଛନ୍ତି ପୁରା ସକାଳ ହେଇଯାଇଛି। ବହୁତ ଖୁସି ଲାଗୁଛି, ଯାହା ହଉ ଗୋଟେ ରାତି ସର୍ଭାଇଭ କରିପାରିଲୁ। ବହୁତ ଚ୍ୟାଲେଞ୍ଜିଂ ଥିଲା ରାତି, କାହିଁକି ନା ରାତିରେ ଏପଟୁ ଶବ୍ଦ ଶୁଣା ଯାଉଥିଲା, ମାନେ ଗାଈ ମଇଁଷି କି କ'ଣ ଥିଲା କି ହାତୀ। ତ 3ଟା 15 ପାଖାପାଖି ବେଳେ ଆମେ ଉଠିଥିଲୁ, ଏପଟେ ଟର୍ଚ୍ଚ ସବୁ ମାରିଲୁ, ଏପଟେ କିଛି ଦେଖାଗଲାନି ଆମକୁ। ତ ସେଇପାଇଁ ଆଉ ଆମେ କ୍ୟାମ୍ପ ଭିତରକୁ ନ ଯାଇକି ଏଇଠି ନିଆଁ ଲଗେଇକି ବସିଲୁ, ଆଉ ଫାଇନାଲି ସକାଳ ହେଇଗଲା। ତ ଆପଣମାନଙ୍କର ଆଶୀର୍ବାଦ, ଭଗବାନଙ୍କର କୃପା ଦୟାରେ ଆମେ ରାତି ସର୍ଭାଇଭ କଲୁ। ଆଉ ଲୋକେସନ ତ ଆପଣମାନେ ଦେଖିଲେ କୋଉ ଭଳିଆ ଦେଖାଯାଉଛି, ତଥାପି ମୁଁ ଆପଣମାନଙ୍କୁ ଦେଖେଇ ଦଉଛି। ତ ଦେଖନ୍ତୁ ଦର୍ଶକ ବନ୍ଧୁ, କେତେ ବ୍ୟୁଟିଫୁଲ ଦେଖାଯାଉଛି ଲୋକେସନ। ଆଉ ଏଇ ନଦୀ ସାଇଡରେ, ନଦୀ କୂଳରେ ଆମେ କ୍ୟାମ୍ପିଂ କରିଥିଲୁ, ଏଇଠି କ୍ୟାମ୍ପ ବସେଇଛୁ। ଦେଖନ୍ତୁ ଏଇଠି ନିଆଁ ଲଗେଇଛୁ, ଆଉ ଲୋକେସନ ଟିକେ ଦେଖେଇ ଦଉଛି ଆପଣମାନଙ୍କୁ। ଦେଖନ୍ତୁ କେତେ ସୁନ୍ଦର ମନଲୋଭା ଦୃଶ୍ୟ, ଦେଖନ୍ତୁ ଏପଟେ ବୋହି ବୋହି ଯାଇଛି, ଆପଣମାନଙ୍କୁ ଦେଖେଇ ଦଉଛି। ଏଇପଟେ ଆର ଭିଉ ଟିକେ ଦେଖି ଦିଅନ୍ତୁ, କେତେ ବ୍ୟୁଟିଫୁଲ, କେତେ ଆଟ୍ରାକ୍ଟିଭ ଲାଗୁଛି, ଦେଖିପାରୁଛନ୍ତି। ଏଇଟା ଦେଖନ୍ତୁ, ଆଉ ଆମ କ୍ୟାମ୍ପ ଥିଲା ଏଇଠି, ଏଭଳିଆ ଲୋକେସନ ଥିଲା। ଆଉ ଆମର ଯେତିକି ସବୁ ଖାଇବା ଅଇଁଠା ସବୁ ଥାଳି ଆଉ ବେଲା ବାସନ ସବୁ ଏଠି ଆମେ ଟାଙ୍ଗି ଦେଇଥିଲୁ ଗଛ ଉପରେ, କାହିଁକି ନା ତଳେ ରହିଲେ କିଛି ପ୍ରୋବ୍ଲେମ ହେଇପାରେ। ଜୀବଜନ୍ତୁ ବନ୍ୟପ୍ରାଣୀ ଆସିକି ଯଦି ତା ସ୍ମେଲ ଜାଣିକି ଯଦି ଆସିପାରନ୍ତି, ସେପାଇଁ ଆମେ ସେଠି ଟାଙ୍ଗି ଦେଇଛୁ, ଆଉ କିଛି ଏଇଠି ରଖିଦେଇଛୁ। ଏଇଭଳିଆ ଥିଲା ଲୋକେସନ। ଆଉ ଏଠି ବି ଆମର କିଛି ଜିନିଷ ରହିଛି। କ୍ୟାମ୍ପ ପାଖକୁ ଆମେ ଜମାରୁ ଗୋଟେ ବି ଜିନିଷ ନେଇନୁ, କାହିଁକି ନା ଜାଣିପାରୁଥିବେ ଆଉ ବନ୍ୟଜନ୍ତୁ ମାନଙ୍କର ଭୟ। ତ ଲୋକେସନ ତ ବହୁତ ମାନେ ଆଟ୍ରାକ୍ଟିଭ ଲାଗୁଛି ଦିନ ବେଳେ, ମାନେ ମର୍ଣ୍ଣିଂ ଭିଉ। ରାତିରେ ଟିକେ ଡେଞ୍ଜର। ଆଉ ଏଇଭଳିଆ ଜାଗା ଥିଲା, ଆଉ ଆମ ବ୍ୟାକ୍ ସାଇଡରେ ପୁରା ଜଙ୍ଗଲ। ତ ଜଙ୍ଗଲ ସାଇଡରେ ଆମେ କ୍ୟାମ୍ପ ବସେଇଲୁ। ଆଉ ବହୁତ ଏଇଭଳିଆ ଜାଗାରେ କ୍ୟାମ୍ପ କରିବାଟା ଏତେ ମାନେ ଇଜି କଥା ନୁହଁ, ଏତେ ସହଜ ବି ନୁହଁ। ତ ଆମେ କରିଛୁ, ସେତିକି ଆମର ସାହସ ଅଛି ବୋଲି, ଆଉ ଆପଣମାନଙ୍କର ଆଶୀର୍ବାଦ ସପୋର୍ଟ ପାଇଁ ହିଁ ଆମେ ଏତେ ବଡ଼ ରିସ୍କ ନେବା ପାଇଁ ଆମେ ପଛ ଘୁଞ୍ଚା ଦେଇ ପାରୁନାହୁଁ। ତ ଏଇଭଳିଆ ଥିଲା ଆଜିର ଲୋକେସନ। ତେବେ କ'ଣ ଚା ଟିକେ ବନେଇବା, ଆଉ ଚା ଟିକେ ବନେଇକି ତାପରେ ବର୍ତ୍ତମାନ ଆମେ ବାହାରିବୁ ଆଉ। ତେବେ ଦର୍ଶକ ବନ୍ଧୁ, ଚା ପିଇ ପିଇ ଆଜିର ବ୍ଲଗକୁ ଆମେ ଏଇଠି ହିଁ ସମାପ୍ତ କରିବା ପାଇଁ ଆମେ ଯାଉଛୁ। ତ ବର୍ତ୍ତମାନ ମୁଁ ଲୋକେସନ ରିଭିଲ୍ କରୁଛି।
ଆଉ ଏଇ ବ୍ୟୁଟିଫୁଲ ହିଡେନ୍ ଲୋକେସନ ହଉଛି ଭୁବନେଶ୍ୱରର। ବହୁତ ସାରା ଲୋକ ଜାଣି ନାହାନ୍ତି ସ୍ମାର୍ଟ ସିଟିରେ ରହିକି ପୁରା ସ୍ମାର୍ଟ ହେଇଗଲେଣି, କିନ୍ତୁ ଯୋଉ ପ୍ରକୃତିର ଦାନ ମାନେ ଏତେ ବ୍ୟୁଟିଫୁଲ ଏତେ ଆଟ୍ରାକ୍ଟିଭ ଅଛି ବୋଲି କେହି ଜାଣି ନାହାନ୍ତି। ବହୁତ କମ ଲୋକ ଜାଣିଛନ୍ତି ଏଇ ଲୋକେସନକୁ। ଏଇଟା ଭୁବନେଶ୍ୱର ସ୍ମାର୍ଟ ସିଟିରୁ ମାତ୍ର 2 ରୁ 3 କିଲୋମିଟର ଡିଷ୍ଟାନ୍ସ ନା, ଚନ୍ଦକା ଇଏରେ ଅଛି, ଚନ୍ଦକା ଏରିଆରେ ଅଛି। ଆଉ ଏଇଟା କଣ ପଥର ଗାଡିଆ ସାଇଡ, ସିନ୍ଦୁରପୁର ପଥର ଗାଡିଆ ସାଇଡର ଛୋଟ ଝରଣାଟିଏ। ବର୍ତ୍ତମାନ ବିଦାୟ ଟାଇମ ଆସିଗଲାଣି। ଠିକ ଅଛି ଦର୍ଶକ ବନ୍ଧୁ, ଆପଣମାନଙ୍କର ଭଲ ପାଇବା, ସାହାଯ୍ୟ, ସପୋର୍ଟ, ଲଭ ସଦା ସର୍ବଦା ଏମିତି ହିଁ ଥାଉ ଆମ ଉପରେ। ଆମକୁ ଆଶୀର୍ବାଦ କରନ୍ତୁ। ଆଗକୁ ଆଗକୁ ଆହୁରି ଭଲ ଭଲ ଭିଡ଼ିଓ ଆଣିବା ପାଇଁ ଆମେ ଚେଷ୍ଟା କରିବୁ। ହେଲେ ଆପଣମାନଙ୍କର ସପୋର୍ଟ ନିହାତି ଦରକାର। ଆପଣମାନେ ଭଲ ପାଉଛନ୍ତି ବହୁତ ସାରା, ଆଉ ଭଲ ଭଲ କମେଣ୍ଟସ୍ ବି କରୁଛନ୍ତି, ପଜିଟିଭ କମେଣ୍ଟସ୍। ଆଉ ବହୁତ ଖୁସି ଲାଗୁଛି ଆମକୁ। ଆଗକୁ ବି ଏଇଭଳିଆ ସାହାଯ୍ୟ ସପୋର୍ଟ ଜାରି ରହିବ ବୋଲି ଆମେ ଆଶା ରଖୁଛୁ। ଆଉ ତା ସହିତ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଯେ ସମସ୍ତେ ଆପଣମାନେ ବି ସମସ୍ତେ ଭଲରେ ରୁହନ୍ତୁ, ଆମେ ବି ଭଲରେ ରହିବୁ। ଆଉ ଆମେ ଭଲରେ ରହିଲେ ଆଉ ଟିକେ ଆଗକୁ ଆମେ ଆହୁରି ଭଲ ଭଲ କଣ୍ଟେଣ୍ଟ ଆଣିପାରିବୁ, ଭଲ ଭଲ ଲୋକେସନକୁ ଯାଇକି। ତ ଠିକ ଅଛି, ଆଜିର ବ୍ଲଗକୁ ଆଉ ବେଶୀ ଲମ୍ବା କରିବାନି, ଏଠି ହିଁ ଆମେ ସାରି ଦଉଛୁ। ସମସ୍ତଙ୍କୁ ଆଉ ଥରେ ନମସ୍କାର। ହର ହର ମହାଦେବ, ଜୟ ଜଗନ୍ନାଥ। ଚ୍ୟାନେଲକୁ